ଯେମିତିକି ଆପଣମାନେ ଜାଣିଛନ୍ତି କି ଆପଣମାନଙ୍କୁ ମେ 4 ଦିନ ଆପଣମାନଙ୍କ ସୁଭଦ୍ରା ଯୋଜନା ଟଙ୍କାଟି ଆସିବାର ଥିଲା। ତ ତାହା କେଉଁମାନଙ୍କୁ ଆସିଛି? ତ ଫ୍ରେଣ୍ଡସ୍ ଦେଖନ୍ତୁ, ମୋଟ ଆପଣମାନଙ୍କ 1,23,849ଟି ଆପଣମାନଙ୍କ ସୁଭଦ୍ରା ଯୋଜନା ପେଣ୍ଡିଂ ଥିଲା। ଦେନ୍ ସେହି ଟଙ୍କା ରାଜ୍ୟ ସରକାର ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସାରିଛନ୍ତି। ଯେମିତିକି ଫ୍ରେଣ୍ଡସ୍ ମାନେ ଆପଣମାନେ ଜାଣିଛନ୍ତି କି ଆପଣଙ୍କୁ ମେ 4 ଦିନ ଆପଣମାନଙ୍କୁ ସରକାର ଦେଇଛନ୍ତି 5,000 ଲେଖାଏଁ ସୁଭଦ୍ରା ଯୋଜନା ଟଙ୍କା। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଏହା ସରକାରୀ ସ୍ତରରେ ଦିଆଯାଇଛି ଟଙ୍କା ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ତଳେ ଦେଖିପାରୁଥିବେ ଆମେ ଦେଇଦେଇଛୁ। ଟ୍ୱିଟ୍ କରି କହିଛନ୍ତି କି ଆପଣମାନଙ୍କୁ 4 ଦିନ ଆପଣଙ୍କ ଟଙ୍କା ଯାଇଛି। ଯେମିତିକି ଫ୍ରେଣ୍ଡସ୍ ଆପଣମାନଙ୍କୁ 1,23,800ରୁ ଉର୍ଦ୍ଧ୍ୱ ଆପଣମାନଙ୍କ ସୁଭଦ୍ରା ଯୋଜନା ଯୋଉଟାକି ଆପଣମାନଙ୍କୁ ସରକାର ଦେଇଛନ୍ତି ଟଙ୍କା। ତ ସେ ଟଙ୍କା କେଉଁମାନଙ୍କୁ ଆସିଛି ଅନେକ ଲୋକଙ୍କ କ୍ୱେଶ୍ଚିନ୍ ଅଛି। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ, ଆପଣଙ୍କୁ ବି ଯଦି ଟଙ୍କା ଆସିନଥିଲା ଦେନ୍ ଆପଣମାନଙ୍କ ଟଙ୍କା ଆସି ସାରିଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ସେ କେଉଁମାନଙ୍କ ଟଙ୍କା ଆସିଛି ନା, ଯଦି ଯେଉଁମାନଙ୍କ ପେଣ୍ଡିଂ ଥିଲା କୌଣସି କାରଣରୁ ଆପଣଙ୍କ ଟଙ୍କା ଆପଣଙ୍କ ପାଖକୁ ପହଞ୍ଚି ପାରିନଥିଲା, ସେହି ଟଙ୍କା ଆପଣମାନଙ୍କୁ ସରକାର ଯୋଗାଇ ଦେଇଛନ୍ତି। ଫ୍ରେଣ୍ଡସ୍ ମାନେ ଦେଖନ୍ତୁ, ଯେମିତିକି ଆପଣମାନଙ୍କ ଆଗରୁ ପେଣ୍ଡିଂ ଥିଲା ଯେଉଁଟାକି ହଉ NFSC ପାଇଁ ହଉ, ଆପଣମାନଙ୍କ ଜମି ପାଇଁ ହଉ, ଦେନ୍ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପାଇଁ ହଉ, ବା ଅନେକ କାରଣ ଗୁଡ଼ିକରୁ ଆପଣଙ୍କ ଯେଉଁ ଟଙ୍କାଟି ପେଣ୍ଡିଂ ଥିଲା, ସେହି ଟଙ୍କାକୁ ରାଜ୍ୟ ସରକାର ପୁନର୍ବାର ଆପଣଙ୍କ ସୁଭଦ୍ରା ଯୋଜନା ଟଙ୍କା ଆପଣଙ୍କ ପାଖକୁ ପହଞ୍ଚାଇ ସାରିଛନ୍ତି। ଏବଂ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ, ଯେଉଁମାନେ ନୂତନ ଭାବେ ଆପ୍ଲାଏ କରିଥିଲେ ଗତ ମାସରେ ଏପ୍ରିଲ ମାସରେ ଯେଉଁଟାକି ଆବେଦନ ପ୍ରକ୍ରିୟା ଆରମ୍ଭ ଥିଲା, ଦେନ୍ ଏବେ ତ ବର୍ତ୍ତମାନ ସମୟରେ ବନ୍ଦ ହୋଇସାରିଛି। ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଟଙ୍କା ଆସିନାହିଁ। ଯେଉଁମାନଙ୍କ ଆଗରୁ ଟଙ୍କା ଧରିନିଅନ୍ତୁ ପେଣ୍ଡିଂ ଥିଲା, ଗୋଟେ କିସ୍ତି ହଉ, 2ଟି କିସ୍ତି ହଉ, ବା 3ଟି କିସ୍ତି ହଉ, ବା 4ଟି କିସ୍ତି ହଉ, ଆପଣମାନେ ଜାଣିଛନ୍ତି କି ମୋଟ ସରକାର ଏପର୍ଯ୍ୟନ୍ତ 4ଟି କିସ୍ତି ଟଙ୍କା ଆପଣମାନଙ୍କୁ ଦେଇସାରିଛନ୍ତି। ସେହି କିସ୍ତିରୁ ଯଦି ଆପଣଙ୍କ ଟଙ୍କାଟି ବକାୟା ଥାଏ ଦେନ୍ ଆପଣମାନଙ୍କ ଟଙ୍କା ସରକାର ପହଞ୍ଚି ପାଇ ଦେଇଛନ୍ତି। ତ ଫ୍ରେଣ୍ଡସ୍ ମାନେ ଆପଣ ଯେଉଁମାନଙ୍କ ଟଙ୍କା ଆସିନଥିଲା, ଆପଣ ପ୍ରଥମେ ଆପଣ ବ୍ୟାଙ୍କକୁ ଯାଇ ଆପଣ ଚେକ୍ କରିନିଅନ୍ତୁ କି ଆପଣଙ୍କ ଟଙ୍କା ଆସିଛି କି ନାହିଁ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ, ଫ୍ରେଣ୍ଡସ୍ ଏପର୍ଯ୍ୟନ୍ତ ବି ଅନେକ ଲୋକଙ୍କ ଟଙ୍କାଟି ପହଞ୍ଚି ପାରିନାହିଁ। ସେଥିପାଇଁ ଫ୍ରେଣ୍ଡସ୍ ମାନେ ଆପଣ ଚେକ୍ କରିନିଅନ୍ତୁ କି ଆପଣମାନଙ୍କ ଟଙ୍କା ଆସିଛି କି ନାହିଁ। ଯଦି ଟଙ୍କା ଆସିଥିବ ଦେନ୍ ଖୁସି ଖବର, ଏବଂ ଯେଉଁମାନଙ୍କ ଟଙ୍କା ଆସିନଥିବ ସେମାନେ ପୁଣି ପାରେ ଆପ୍ଲାଏ କରିପାରିବେ ବା ସରକାରକୁ ଅନୁରୋଧ ମଧ୍ୟ କରିପାରିବେ କି ମୋର ଟଙ୍କାଟି ଆସିନାହିଁ ବୋଲି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଯଦି ଆପଣଙ୍କ ଯେତେ କିସ୍ତି ମଧ୍ୟ ଟଙ୍କା ପେଣ୍ଡିଂ ଥାଉ, ସେ ସବୁ କିସ୍ତି ଟଙ୍କା ଫ୍ରେଣ୍ଡସ୍ ଆପଣମାନଙ୍କ ପାଖକୁ ସରକାର ଆପଣଙ୍କ ଦେଇ ସାରିଛନ୍ତି। ତ ଫ୍ରେଣ୍ଡସ୍ ଏହା ହେଉଛି ଆପଣମାନଙ୍କ ସୁଭଦ୍ରା ଯୋଜନାର ଯେଉଁ ବାକି ଥିଲା ବା ପେଣ୍ଡିଂ ଥିଲା ସେହି ଟଙ୍କା ଦେଇଛନ୍ତି। ଏବଂ ନୂତନ ଟଙ୍କା ଦେଖନ୍ତୁ ଫ୍ରେଣ୍ଡସ୍, କିସ୍ତି କେବେ ମିଳିବ ନା, ଯେମିତିକି ଆପଣମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କ ଟଙ୍କା ମିଳିବାକୁ ଯାଉଛି। ତ ଯେଉଁମାନେ ବି ନୂତନ ଭାବେ ଆପ୍ଲାଏ କରିଛନ୍ତି ଫ୍ରେଣ୍ଡସ୍, ସେମାନଙ୍କୁ ରାଜ୍ୟ ସରକାର ଆପଣମାନଙ୍କ ରାକ୍ଷୀ ପୂର୍ଣ୍ଣିମାରେ ଆପଣମାନଙ୍କ 5,000 ଲେଖାଏଁ ଟଙ୍କା ଯୋଗାଇ ଦେଇ ସାରିଛନ୍ତି। ଏବଂ ଫ୍ରେଣ୍ଡସ୍ ଦେଖନ୍ତୁ, ଏହା କୌଣସି ନୂତନ ଲୋକଙ୍କୁ ବା ଯେଉଁମାନେ ଆଗରୁ ଟଙ୍କା ପାଇଛନ୍ତି ସେମାନଙ୍କୁ ମିଳିନାହିଁ। ଯେଉଁମାନଙ୍କ ପେଣ୍ଡିଂ ଥିଲା ବା ବାଦ ପଡ଼ିଥିଲେ ସୁଭଦ୍ରାରୁ କୌଣସି କାରଣରୁ, ପ୍ରଥମ କିସ୍ତିରୁ ମଧ୍ୟ ରିଜେକ୍ଟ ହୋଇଯାଇଥିଲା, ସେହିମାନଙ୍କୁ ହିଁ ସରକାର ଯୋଗାଇଛନ୍ତି। ଆପଣ ଏହା ଭାବୁନାହାନ୍ତି କି ଆପଣମାନଙ୍କୁ ଯାହାଙ୍କ ମଧ୍ୟ ପେଣ୍ଡିଂ ଥିଲା ସବୁ ଆପଣମାନଙ୍କ ସରକାର ଦେଇସାରିଛନ୍ତି ଟଙ୍କା। ତ ଫ୍ରେଣ୍ଡସ୍ ମାନେ ଯଦି ଆପଣଙ୍କ ପେଣ୍ଡିଂ ଥିଲା ଏବଂ ଆପଣଙ୍କ ଟଙ୍କା ପହଞ୍ଚି ପାରିନଥିଲା ଦେନ୍ ଆପଣମାନେ ଏଥର ଆପଣ ଚେକ୍ କରିନିଅନ୍ତୁ ବ୍ୟାଙ୍କକୁ ଯାଇ କି ଆପଣମାନଙ୍କ ଟଙ୍କା ଆସିଛି କି ନାହିଁ। ଯଦି ଆପଣମାନେ ସବୁ ସଂଶୋଧନ କରିଥିବେ ତେବେ ନିଶ୍ଚିତ ଭାବେ ଆପଣମାନେ ଟଙ୍କା ଆସିଥିବ। କାରଣ ଫ୍ରେଣ୍ଡସ୍ ଅନେକ ଲୋକଙ୍କ ଟଙ୍କା ଏ ପର୍ଯ୍ୟନ୍ତ ପଡ଼ି ସାରିଛି। ତ ଫ୍ରେଣ୍ଡସ୍ ଯଦି ଆପଣଙ୍କ ଟଙ୍କା ଆସିନାହିଁ କି ଆସିଛି, ଆପଣ ପ୍ରଥମେ ଆପଣ ବ୍ୟାଙ୍କକୁ ଯାଇ ଆପଣ ଚେକ୍ କରି ନିଅନ୍ତୁ। ଫ୍ରେଣ୍ଡସ୍ ଦେଖନ୍ତୁ, ଏ ପର୍ଯ୍ୟନ୍ତ ବି ଅନେକ ଲୋକଙ୍କ ଟଙ୍କା ଦେଲା ପରେ ବି ସେମାନେ ରିଜେକ୍ଟ ଲିଷ୍ଟ ଅଛନ୍ତି ବା ବାଦ ପଡ଼ିଛନ୍ତି, ସେମାନଙ୍କ ଟଙ୍କା ଆସିନାହିଁ। କାରଣ ଫ୍ରେଣ୍ଡସ୍ ସେମାନେ ସୁଭଦ୍ରା ଯୋଜନାରେ ସଂଶୋଧନ ବା ପରିବର୍ତ୍ତନ କରିନାହାନ୍ତି। ଯେଉଁମାନେ ଏ ପର୍ଯ୍ୟନ୍ତ ପରିବର୍ତ୍ତନ କରିବେ ନାହିଁ ବା ସଂଶୋଧନ କରିବେ ନାହିଁ, ସେମାନଙ୍କ ଟଙ୍କା ମିଳିବ ନାହିଁ, ଏହା ଆପଣମାନେ ମନେ ରଖନ୍ତୁ। ସେଥିପାଇଁ ଫ୍ରେଣ୍ଡସ୍ ଯଦି ଆପଣଙ୍କ ପରିବାରରେ ଯେଉଁମାନେ ବି ସୁଭଦ୍ରା ଯୋଜନା ପାଉଥିଲେ, ପ୍ରଥମେ ଆପଣଙ୍କ ଧରିନିଅନ୍ତୁ ରିଜେକ୍ଟ ହୋଇଯାଇଛି, ତ ଆପଣମାନେ ଷ୍ଟାଟସ୍ ଚେକ୍ କରିନିଅନ୍ତୁ। ଏବଂ ଷ୍ଟାଟସ୍ ଚେକ୍ କଲା ପରେ ଆପଣ ଜାଣିପାରିବେ କି ଆପଣମାନଙ୍କୁ କେଉଁ କାରଣରୁ ଆପଣଙ୍କ ଟଙ୍କା ଆସିନଥିଲା। ତେବେ ଯେ ଫ୍ରେଣ୍ଡସ୍ ଆପଣମାନେ ସଂଶୋଧନ କରିପାରିବେ ଏବଂ ଆପଣମାନେ ଆଗାମୀ କିସ୍ତି ଟଙ୍କାରେ ଆପଣମାନେ ସାମିଲ ହୋଇ ଟଙ୍କା ପାଇପାରିବେ, ନଚେତ୍ ଆପଣମାନଙ୍କୁ ସରକାର ଦେବେ ନାହିଁ ଟଙ୍କା। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଯେଉଁଟାକି ଆପଣମାନଙ୍କ ମେ 4 ଦିନ ଅନେକ ଲୋକଙ୍କୁ ଆସିସାରିଛି ଟଙ୍କା। ଧରିନିଅନ୍ତୁ ଯାହାର 4 କିସ୍ତି ବାକି ଥିଲା ଦେନ୍ ସେମାନଙ୍କ 20,000 ମଧ୍ୟ ଆସିଛି, କାହାର 2ଟି କିସ୍ତି 10,000, କାହାର 3ଟି କିସ୍ତି 5,000 ବା 15,000 ଏମିତି ଟଙ୍କା ଆସିଛି ଫ୍ରେଣ୍ଡସ୍। ସେଥିପାଇଁ ଆପଣ ଚେକ୍ କରିନିଅନ୍ତୁ କି ଆପଣମାନଙ୍କ ଟଙ୍କା ଆସିଛି କି ନାହିଁ। ଯଦି ଟଙ୍କା ଆସିନାହିଁ ତ ପୁଣି ଥରେ ଆପଣମାନେ ରିଆପ୍ଲାଏ କରିପାରିବେ ବା ଆପଣମାନଙ୍କ କ'ଣ କାରଣରୁ ଟଙ୍କା ଆସିଲା ନାହିଁ ପ୍ରଥମେ ଚେକ୍ କରିପାରିବେ। ତ ଫ୍ରେଣ୍ଡସ୍
या आज किसी न्यू अपडेट आई होप आपण टिके हेल्पफुल थी जब हेल्पफुल होना आम ओडिया चैनल को सब्सक्राइब करने और सांग भिडियो को सेयार कर धन्यवाद पुणी देखा नुआ फ्रेश टॉपिक।